ତାଙ୍କର ଦୂରଦୃଷ୍ଟି ଏବଂ ତାର କାର୍ଯ୍ୟକ୍ରମ ଅତୁଳନୀୟ। ଗୋଟେ ଅମୂଲ୍ୟ ରତ୍ନ ଭାରତ ହରେଇଲା। ଆଜି ଯେଉଁ ଯୋଜନାମାନ ସବୁ ଦେଖୁଛନ୍ତି ସେ ତାର ମୂଳଦୁଆ ସେ ହିଁ ପକେଇଛି। ଆଜିକାଲି ବହୁ ଲୋକ ଆମେ ରାଜନୀତି କରୁଛେ କେବଳ ଭୋଟ ଦୃଷ୍ଟିକୋଣରୁ ଦେଶର ଅର୍ଥନୀତିକୁ ମଧ୍ୟ ପରିଚାଳିତ କରୁଛନ୍ତି ଏବଂ ଦେଶର ଶାସନ ମଧ୍ୟ ସେ ଅନୁସାରେ କରୁଛନ୍ତି। ସିଏ ସେପରି ବ୍ୟକ୍ତି ନଥିଲେ। ଜବାହରଲାଲ ନେହେରୁ, ଲାଲ ବାହାଦୁର ଶାସ୍ତ୍ରୀ, ଅଟଳ ବିହାରୀ ବାଜପେୟୀଙ୍କ ପରେ ଜଣେ ଉପଯୁକ୍ତ ପ୍ରଧାନମନ୍ତ୍ରୀ ଭାରତବର୍ଷର ଆତ୍ମାକୁ ସେ ଠିକ୍ ଭାବରେ ଚିହ୍ନିଥିଲେ ଏବଂ ଭାରତବର୍ଷ ପାଇଁ କି ଭଳିଆ କାର୍ଯ୍ୟକ୍ରମ ଦରକାର ତାର ସେ ଦୂରଦୃଷ୍ଟି, ସେ ଜ୍ଞାନ ଏବଂ ଭାରତବର୍ଷ ପାଇଁ କ'ଣ କରିବା ଦରକାର ସେ ଠିକ୍ ଭାବରେ ଜାଣିଥିଲେ ଏବଂ କରୁଥିଲେ। ଆଜି ଆମ ପାଇଁ ଅପୂରଣୀୟ ସ୍ଥିତି ହେଲା, କେବେ ପୂରଣ ହେବ ଭଗବାନ ବି ଜାଣେ। ସାର୍ଙ୍କ ସହିତ ଆପଣଙ୍କର ସ୍ମୃତି କ'ଣ ଅଛି? ସ୍ମୃତି କହିଲି ପରା ଯେ ପ୍ଲାନିଂ କମିଶନ ଥିଲେ ସେଦିନ ମୁଁ ତାଙ୍କୁ ମନ୍ତ୍ରୀ ଥିଲାବେଳେ ପ୍ଲାନିଂ କମିଶନ ସହିତ ଆଲୋଚନା କରିବାକୁ ପଡ଼େ। ସେତେବେଳେ ଦେଖା ହେଇଥିଲା, ଅର୍ଥମନ୍ତ୍ରୀ ବେଳେ ଦେଖା ହେଇଥିଲା, ପ୍ରଧାନମନ୍ତ୍ରୀ ବେଳେ ବି ଦେଖା, ପ୍ରଧାନମନ୍ତ୍ରୀ ନଥିଲା ବେଳେ ମଧ୍ୟ ଦେଖା ହେଇଥିଲା। ଖୁବ୍ କମ୍ କଥା କହନ୍ତି କିନ୍ତୁ ମଞ୍ଜି କଥା କହନ୍ତି। ମୋଟାମୋଟି ଭାବରେ କହିବାକୁ ଗଲେ ଭାରତବର୍ଷରେ ଏପରି ଜଣେ ରାଜନେତା ମିଳିବା ଆପଣ ଇଡି ବାଲା ମୋ ସହିତ ଦେଖା କରିନାହାନ୍ତି, କଥାବାର୍ତ୍ତା କରିନାହାନ୍ତି କି କୌଣସି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ମୋଠୁ ନେଇନାହାନ୍ତି। ମୁଁ କ'ଣ ଏଠି କଥା କହିବି? ଆପଣ ବରଂ ଇଡି ବାଲାକୁ ପଚାରନ୍ତୁ ଠିକ୍ ଭାବରେ। ଆପଣଙ୍କୁ ଗୋଟେ ଟାର୍ଗେଟ୍ କରାଯାଉଛି କି ଆପଣମାନେ କଂଗ୍ରେସର ବରିଷ୍ଠ ନେତା ବର୍ତ୍ତମାନ ଯେତେବେଳେ ରାହୁଲ ଗାନ୍ଧୀ ସଂସଦରେ ସ୍ୱର ଉଠାଉଛନ୍ତି ଭାରତର ସ୍ୱର, ପ୍ରଧାନମନ୍ତ୍ରୀ ଭୟଭୀତ ହୋଇ ଓଡ଼ିଶାରେ କଂଗ୍ରେସର ସ୍ୱରକୁ ଚାପିବା ପାଇଁ ନରେନ୍ଦ୍ର ପଟ୍ଟନାୟକ ମହାରଥୀଙ୍କ ଘରେ ମୁଁ ସେ ବିଷୟରେ କେମିତି ଉତ୍ତର ଦେବି? ଯେହେତୁ ମୋତେ କିଛି ପଚାରିନାହାନ୍ତି, ମୁଁ ତ କିଛି କାଗଜ ନେଇନାହାନ୍ତି, ମୁଁ ସେ ବିଷୟରେ କେମିତି କହିବି? ତେବେ ଆପଣମାନେ ଦିଦି ପଚାରୁନାହାନ୍ତି ଯାଇଥିଲେ ନରେନ୍ଦ୍ର ପଟ୍ଟନାୟକ ଘରକୁ, କ'ଣ ପାଇଲେ, କ'ଣ କଲେ, ଟିକେ ପଚାରିଲେ ଭଲ ସ୍ପଷ୍ଟ ଉତ୍ତର, ସତ୍ୟ ଉତ୍ତର ପାଇବେ। ମୋତେ ତ ସେ କିଛି ପଚାରିନାହାନ୍ତି କି ମୋତେ ମୋର କିଛି ଶାସକ ଦଳର ଚାଲଥିଲା ଆରେ ଭାଇ ମୋତେ ଯେତେବେଳେ କିଛି ପଚାରିନାହାନ୍ତି ମୁଁ କେମିତି କହିବି? ବରଂ ଇଡିକି ଆପଣମାନେ ପଚାରନ୍ତୁ, ଇଡିକି ପଚାରି ଇଡି ପାଖକୁ ଯାଆନ୍ତିନି, ତାଙ୍କୁ ଯାଇକି ପଚାରନ୍ତୁ ନରେନ୍ଦ୍ର ପଟ୍ଟନାୟକ ଘର କ'ଣ ପାଇଲେ ମୁଁ ପଚାରନ୍ତୁ, ମୋତେ କିନ୍ତୁ ସେ ପଚାରିନାହାନ୍ତି। ମୁଁ ଯେଉଁ ଷ୍ଟୋରରେ ରୁହେ ସେଠି ସର୍ଚ୍ଚ କରିନାହାନ୍ତି।